ମୋର ମାମୁଁ ବର୍ତ୍ତମାନ ନବବିବାହିତ ଥିଲେ, କିନ୍ତୁ ତାଙ୍କ 2 ଦିନ ପରେ କାମ କରିବାକୁ ଯିବାକୁ ପଡ଼ିଲା। ମାଇଁ ଘରେ ଏକୁଟିଆ ଥିବାରୁ ବହୁତ ଦୁଃଖିତ ଥିଲେ। ସେଥିପାଇଁ ମାଇଁ କହିଲେ କି ଚାଲ କ୍ଷେତ ଦେଖିବା ପାଇଁ ଯିବା। ମୁଁ ମୋର ମାଇଁ ସହିତ କ୍ଷେତ ଦେଖିବା ପାଇଁ ଗଲି। ମୁଁ ଆଗରୁ ଜାଣିଥିଲି ଯେ ମାଇଁ ତାଙ୍କର ସ୍ୱାମୀଙ୍କ ଉପରେ ଜମା ବି ଖୁସି ନୁହନ୍ତି। ସେତେବେଳେ କ୍ଷେତରେ କେହି ବି ନଥିଲେ। ମୁଁ ମୋର ମାଇଁକୁ କହିଲି କି ମାଇଁ, ତୁମେ ଆଜି ବହୁତ ନିରାଶ ଦେଖାଯାଉଛ। ତାପରେ ମାଇଁ କହିଲେ ଯେ ତୁମର ମାମୁଁ ଏବେ କିଛି ବି ଜାଣନ୍ତି ନାହିଁ। ମାଇଁ ସବୁବେଳେ ମୋ ସହିତ ଖୋଲା ଖୋଲି ଭାବରେ କଥା ହେଉଥିଲେ। ତେଣୁ ମୁଁ ମୋର ମାଇଁଙ୍କୁ କହିଲି କି ଆରେ ମାଇଁ, ମୁଁ ଅଛି ନା, ତୁମର ଖୁସି ପାଇଁ ମୁଁ ତୁମ ପାଇଁ କିଛି ବି କରିପାରିବି। ମାଇଁ କହିଲେ କି ସତରେ? ତାହେଲେ ଚାଲ ଆମେ ଦୁହେଁ ଏବେ ଏକୁଟିଆ ଅଛୁ, ଦେଖିବା ତୁମେ ମତେ ଏବେ କିପରି ଖୁସି କରିପାରିବ। ଏହାପରେ ମୁଁ ମୋର ମାଇଁଙ୍କର ହାତ ଧରି କ୍ଷେତରେ ଥିବା ଏକ କୋଠାକୁ ନେଇଗଲି। ତାପରେ ଲଗାତାର ମାଇଁ ସହିତ ମୋର ନାମ ରୋହନ ଏବଂ ମୋର ବୟସ 21 ବର୍ଷ। ମୋର ମାଇଁଙ୍କର ନାମ ସଙ୍ଗୀତା। ସେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯାଉଥିଲେ। ମାମୁଁଙ୍କର ଘର ଏକ ଛୋଟ ଗାଁରେ ଅଛି, ତେଣୁ ମାଇଁ ପୁରା ଗାଁରେ ମଧ୍ୟ ପ୍ରସିଦ୍ଧ ଥିଲେ। ଲୋକମାନେ ମାଇଁଙ୍କୁ ଦେଖିବା ପାଇଁ ସର୍ବଦା ଆଗ୍ରହୀ ଥିଲେ। ମାଇଁଙ୍କର କଥା ମଧ୍ୟ ବହୁତ ଆକର୍ଷଣୀୟ ଥିଲା। ମୋର ମାମୁଁଙ୍କର ନାମ ରବି ଥିଲା। ଖୁବ୍ ଶୀଘ୍ର ତାଙ୍କର ବିବାହ ପାଇଁ କେହି ବି ଆସୁନଥିଲେ, କାରଣ ସେ ବହୁତ ସୁନ୍ଦର ମଧ୍ୟ ନଥିଲେ ଏବଂ ସରକାରୀ ଚାକିରି ହେତୁ ସେ ସହରରେ ହିଁ ରହୁଥିଲେ। ଶେଷରେ ମାମୁଁ ଗୋଟିଏ ଝିଅକୁ ବହୁତ ପସନ୍ଦ କଲେ ଏବଂ ସେହି ଝିଅଟି ମାମୁଁଙ୍କୁ ମଧ୍ୟ ବହୁତ ପସନ୍ଦ କଲା। ମୁଁ ସେହି ଝିଅକୁ ଦେଖିବା ପାଇଁ କାର୍ଯ୍ୟକ୍ରମକୁ ଯାଇନଥିଲି, କିନ୍ତୁ ମାମୁଁ ମୋତେ ତାଙ୍କର ଫଟୋ ପଠାଇଥିଲେ। ମୁଁ ଦେଖିଲି ଯେ ମାଇଁ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ। ମାମୁଁ ସରକାରୀ ଚାକିରିରେ ଥିବାରୁ ବିବାହ ପ୍ରସ୍ତୁତି ପାଇଁ ଗାଁକୁ ମଧ୍ୟ କେହି ଆସିନଥିଲେ। ମାମୁଁ ମୋତେ କହିଲେ କି ରୋହନ, ଏହା ତୁମର ଛୁଟିର ଦିନ, ତୁମେ ଗାଁକୁ ଆସି ବିବାହ ପାଇଁ ସମସ୍ତ ପ୍ରସ୍ତୁତି କର। ମୁଁ ସେଦିନ ଛୁଟି ନେଇ ଗାଁକୁ ଯିବାକୁ ସ୍ଥିର କଲି। ବିବାହ ପାଇଁ ସମସ୍ତ ମଧ୍ୟ ପ୍ରସ୍ତୁତି ସରିଗଲା ଏବଂ ଆମେ ସମସ୍ତେ ବିବାହ ପାଇଁ ଗଲୁ। ମୁଁ ମାଇଁଙ୍କର ଫଟୋ ଦେଖିଥିଲି, କିନ୍ତୁ ମାଇଁଙ୍କୁ ପ୍ରଥମ ଥର ପାଇଁ ବାସ୍ତବରେ ଦେଖିବାକୁ ମତେ ନିଶ୍ଚୟ ପଡ଼ିଲା। ମାଇଁ ମେକଅପ୍ ରୁମରେ ଥିଲେ ଏବଂ ମୁଁ ତାଙ୍କୁ ନ ଦେଖି ରହିବାକୁ ଜମା ବି ଚାହୁଁନଥିଲି। ମୁଁ ମେକଅପ୍ ରୁମକୁ ଯାଇ ମାଇଁଙ୍କୁ ଦେଖିଥିଲି। ତାଙ୍କର ସାଙ୍ଗମାନେ ମାଇଁଙ୍କର ମେକଅପ୍ କରୁଥିଲେ, କିନ୍ତୁ ତାଙ୍କର ମେକଅପ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ମାଇଁ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ମୁଁ ତାଙ୍କୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମାଇଁ ମୋତେ ପଚାରିଲେ କି ତୁମେ କିଏ? ମୁଁ କହିଲି କି ମୁଁ ରୋହନ। ମାଇଁ କହିଲେ କି ଓହୋ, ତମେ ରୋହନ କି? ତୁମର ମାମୁଁ ତୁମ ବିଷୟରେ ବହୁତ କିଛି କହିଥିଲେ। ବିବାହର ସମାରୋହ ସରିବା ପରେ ଆମେ ମୋର ମାମୁଁଙ୍କର ଗାଁକୁ ଗଲୁ। ମୋର ସେତେବେଳେ ଛୁଟି ଦିନ ଥିଲା, ତେଣୁ ମୁଁ ଅନ୍ୟ କୌଣସି ସ୍ଥାନରେ ରହିବାକୁ ଚିନ୍ତା କଲି। ଗାଁକୁ ଆସିବା ପରେ ମୋର ମାଇଁ ସହିତ ମୋର ପରିଚୟ ବଢ଼ିଗଲା ଏବଂ ତାର ସୌନ୍ଦର୍ଯ୍ୟ ଦେଖି ମୁଁ ତାକୁ ଭଲ ଭାବରେ ଦେଖିବା ଆରମ୍ଭ କଲି। ମୋର ମାଇଁ ଏବଂ ମୁଁ ବିବାହ ହେବାର 2 ଦିନ ହୋଇଗଲା। ପରିବାରର ସବୁ କିଛି ମଧ୍ୟ ଖୁସିରେ ଚାଲିଥିଲା। ସନ୍ଧ୍ୟା ସମୟ ଥିଲା ଏବଂ ଆମେ ସମସ୍ତେ ଏକାଠି ବସି ରାତ୍ରି ଭୋଜନ କରୁଥିଲୁ। ଏହି ସମୟରେ ମାମୁଁଙ୍କର ହଠାତ୍ ଫୋନ ବାଜିଲା। ଏହି କଲ୍ ତାଙ୍କର ମାଲିକଙ୍କର ପାଖରୁ ହିଁ ଆସିଥିଲା ଏବଂ ସେ ମାମୁଁଙ୍କୁ କହିଥିଲେ ଯେ ସେ ତାଙ୍କର ପ୍ରତିକ୍ରିୟାକୁ ଏବେ ଅପେକ୍ଷା କରିଛନ୍ତି। ସେ ମୃଦୁ ଭାବରେ କହିଲା କି ହଁ, ମୁଁ ଏବେ ସକାଳେ ପାଖରେ ପହଞ୍ଚିବି। ଏହା ଶୁଣି ମାଇଁଙ୍କର ମୁହଁ ପୁରା ଶୁଖିଗଲା। ସେମାନଙ୍କର ବିବାହ ପରେ ଏହା ପ୍ରଥମ ଥର ଥିଲା ଯେ ମୋର ମାମୁଁ ସେମାନଙ୍କୁ ଛାଡ଼ିବାକୁ ଚିନ୍ତିତ ଥିଲେ। ଭୋଜନ ସରିବା ମାତ୍ରେ ହିଁ ମାମୁଁ ତାଙ୍କର ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସେ ଏବଂ ମାଇଁ କୋଠରୀକୁ ଯାଇ ପ୍ରାୟ 10 ମିନିଟରୁ 15 ମିନିଟ ପର୍ଯ୍ୟନ୍ତ ନିଜ ମଧ୍ୟରେ କଥାବାର୍ତ୍ତା ହିଁ ଜାରି ରଖିଥିଲେ। ମୁଁ ତାଙ୍କୁ ଅପେକ୍ଷା କରି ବାହାରେ ଠିଆ ହୋଇଥିଲି, କାରଣ ମୋତେ ମାମୁଁଙ୍କୁ ରେଳ ଷ୍ଟେସନକୁ ପଠାଇବାକୁ ପଡ଼ିଲା। ମାମୁଁ କୋଠରୀରୁ ବାହାରି ଆସିଲେ ଏବଂ ମୁଁ ତାଙ୍କ ଜିନିଷ ଗୁଡ଼ିକୁ କାରରେ ରଖିଥିଲି। ବାଟରେ ମୁଁ ମୋର ମାମୁଁଙ୍କୁ କହିଲି କି ତୁମର ହଠାତ୍ ଚାଲିଯିବା ପାଇଁ ମାଇଁ ବହୁତ ଦୁଃଖିତ। ମାମୁଁ ଆଉ କିଛି ବି କହିନାହାନ୍ତି, କେବଳ ଏକ ଦୀର୍ଘ ନିଶ୍ୱାସ ନେଇ ଝରକା ବାହାରେ ଦେଖିବା ଆରମ୍ଭ କଲେ। ମୁଁ ଘରକୁ ଫେରିବା ପରେ ମାଇଁ ବହୁତ ରାଗିଗଲେ। ତାଙ୍କର ଚେହେରା ସ୍ପଷ୍ଟ ଭାବରେ ଦର୍ଶାଇଲା ଯେ ସେ ଏହି ପରିସ୍ଥିତିରେ ଜମା ବି ଖୁସି ନୁହନ୍ତି। ମୁଁ ତାଙ୍କୁ ନରମ ଭାବରେ କହିଲି କି ମାଇଁ, କଣ ହେଲା? ତୁମେ ବହୁତ କ୍ରୋଧିତ ଦେଖାଯାଉଛ। ମାଇଁ ପୁରା ରାଗିଗଲେ ଏବଂ ଆମର ବାର୍ତ୍ତାଳାପ ସମୟରେ ମାଇଁ ମୋତେ ଚାହିଁ କହିଲେ, ତୁମର ମାମୁଁ ଏହା ଜମା ବି ଠିକ କରିନାହାନ୍ତି। ବିବାହର ମାତ୍ର 2 ଦିନ ହୋଇଥିଲା ଏବଂ ସେ ମୋତେ ଛାଡ଼ିବାକୁ ହିଁ ସ୍ଥିର କଲେ। କେହି ଏହିପରି ନୂଆ ବର ଛାଡ଼ନ୍ତି କି?
ମୋର ମାଇଁକୁ ବୁଝେଇବାକୁ ଚେଷ୍ଟା କଲି। ମୁଁ କହିଲି କି ମାଇଁ, ମାମୁଁଙ୍କର ଏବେ ସରକାରୀ କାମ ଅଛି ଏବଂ ବେଳେ ବେଳେ ଜଣକୁ ଏହା ମଧ୍ୟ କରିବାକୁ ପଡିବ। ଆଉ ସେ ଶୀଘ୍ର ମଧ୍ୟ ଘରକୁ ଫେରି ଆସିବେ। ତୁମେ ତାଙ୍କର ଦାୟିତ୍ୱ ଟିକେ ବୁଝିବାକୁ ପଡିବ। ମାଇଁ ମୋର କଥା ଶୁଣିଲେ, କିନ୍ତୁ ତାଙ୍କର କ୍ରୋଧ ଆଉ କମିଲା ନାହିଁ। ବିବାହ ପାଇଁ ଆସିଥିବା ସମସ୍ତ ଅତିଥି ମଧ୍ୟ ଚାଲି ଯାଇଥିଲେ ଏବଂ ବର୍ତ୍ତମାନ କେବଳ ମୋର ମାଇଁ ଏବଂ ମୁଁ ଘରେ ଏକୁଟିଆ ରହିଗଲୁ। ମୁଁ ଅନୁଭବ କଲି ଯେ ସେମାନେ ଏହି ସମୟରେ ସମର୍ଥନ ଏବଂ ସହାନୁଭୂତି ଆବଶ୍ୟକ କରନ୍ତି। ରାତିରେ ମୁଁ ମୋର ରୁମକୁ ଯାଇ ଶୋଇପଡ଼ିଲି। ପରଦିନ ସକାଳେ ମୁଁ ଉଠିଲି, ଦେଖିଲି ମାଇଁଙ୍କର କୋଠରୀର କବାଟ ଏବେ ବନ୍ଦ ଅଛି। ମୁଁ କବାଟ କାଢ଼ିଲି ଏବଂ କିଛି ସମୟ ପରେ ମାଇଁ ଆସି କବାଟ ଖୋଲିଲେ। ଦୁଃଖ ତାଙ୍କ ମୁହଁରେ ମଧ୍ୟ ଏବେ ବି ସ୍ପଷ୍ଟ ଦେଖାଯାଉଥିଲା। ଲାଗୁଥିଲା ଯେମିତି ସେ ସାରା ରାତି ଜମା ବି ଶୋଇନାହାନ୍ତି। ମୁଁ ହସି ହସି କହିଲି କି ଶୁଭ ସକାଳ ମାଇଁ। ମାଇଁ ଉତ୍ତର ଦେଲେ କି ଶୁଭ ସକାଳ ରୋହନ। ମୁଁ ପଚାରିଲି କି ମାଇଁ, ତୁମେ ଶୋଇନାହ କି? ମାଇଁ କହିଲେ କି ରୋହନ କିପରି ଶୋଇଥାନ୍ତି, ମାମୁଁ ମତେ ଛାଡି ଦେଇଥିବା କଥା ମତେ ବିଶ୍ରାମ ନେବାକୁ ଦେଉନାହିଁ। ମୁଁ ତାଙ୍କୁ ସାନ୍ତ୍ୱନା ଦେଇ କହିଲି, ଆରେ ମାଇଁ, ମାମୁଁ କିଛି ଦିନ ପରେ ପୁଣି ଥରେ ଫେରି ଆସିବେ। ଏହି ସମୟରେ ମୁଁ ତୁମ ସହିତ ଅଛି। ତୁମେ ଯାହା ବି ଚାହୁଁଛ ମତେ କୁହ। ମୁଁ ତୁମକୁ ମାମୁଁଙ୍କୁ ମନେ ପକେଇବାକୁ ଜମା ବି ଦେବି ନାହିଁ। ମୋର କଥା ଶୁଣିବା ପରେ ମୋର ମାଇଁଙ୍କ ମୁହଁରେ ସାମାନ୍ୟ ହସ ଦେଖାଗଲା ଏବଂ ସେ କହିଲେ କି ରୋହନ, ପ୍ରକୃତରେ ତୁମେ ବହୁତ ଭଲ ଅଟ। ମୁଁ ହସି ହସି କହିଲି କି ହଁ ମାଇଁ, ଏବେ ତୁମେ ଖୁସି ତ? ଏହା ଶୁଣି ମାଇଁ ଟିକେ ଭଲ ଅନୁଭବ କରିବାକୁ ଲାଗିଲେ। ମୁଁ ତାଙ୍କୁ ପ୍ରସ୍ତୁତ ହୋଇ ବାହାରକୁ ଆସି ଚା ପିଇବାକୁ କହିଲି। ଏହି ସମୟରେ ମାଇଁ ମଧ୍ୟ ଚା ତିଆରି କରୁଥିଲେ। ତାପରେ ମୁଁ ମଧ୍ୟ ଚା ପିଇଥିଲି ଏବଂ କିଛି ସମୟ ପରେ ମାଇଁ ମଧ୍ୟ ଚା ନେବାକୁ ବାହାରକୁ ଆସିଲେ। ବିବାହ ପରେ ମଧ୍ୟ ତାଙ୍କର ଚେହେରା ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲା, କିନ୍ତୁ ତଥାପି ତାଙ୍କର ଆଖି ମଧ୍ୟ ମାମୁଁଙ୍କ ହରାଇବାର ଯନ୍ତ୍ରଣା ଏବେ ଅନୁଭବ କରୁଥିଲି। ମୁଁ ମାଇଁଙ୍କୁ ଉତ୍ସାହିତ କରିବାକୁ ବହୁତ ଚେଷ୍ଟା କଲି ଏବଂ କହିଲି କି ମାଇଁ, ଚାଲ ଆଜି କୌଣସି ସ୍ଥାନକୁ ଗୋଟେ ବୁଲିବାକୁ ଯିବା। ଆଉ ତୁମେ ନିଶ୍ଚୟ ମଧ୍ୟ ବିରକ୍ତ ଅନୁଭବ କରୁଥିବ। ମାଇଁ କହିଲା କି ତୁମେ ମୋର ମନ କଥା କିପରି ବୁଝିଲ? ମୁଁ ମଧ୍ୟ ସମାନ କଥା ହିଁ ଚିନ୍ତା କରୁଥିଲି। ମୁଁ ଘରେ କିଛି କରିବାକୁ ଜମା ବି ଚାହେଁ ନାହିଁ। ମୁଁ କୌଣସି ସ୍ଥାନକୁ ବୁଲିବାକୁ ଯୋଜନା କରିବାକୁ ଚାହୁଁଥିଲି। ମୁଁ ପଚାରିଲି କି କୁଆଡେ ଯିବା? ମାଇଁ କହିଲା କି ବର୍ତ୍ତମାନ ତୁମେ ସ୍ଥିର କର ଯେ ଆମେ ଏବେ କେଉଁଠିକୁ ଯିବା, କିନ୍ତୁ ମୁଁ ମାନସିକ ଭାବେ ଶାନ୍ତି ଚାହୁଁଛି। ମୁଁ ଏକାକୀ ଅନୁଭବ କରୁଛି। ମୁଁ କହିଲି କି ଠିକ ଅଛି ମାଇଁ, ଆମେ କୌଣସି ଗୋଟେ ସ୍ଥାନକୁ ବୁଲିବାକୁ ଯିବା। ଠିକ ସେତିକିବେଳେ ମୋର ମାଇଁ କହିଲେ କି ଆରେ ରୋହନ, ଆଜି ତମେ କ୍ଷେତକୁ ଯାଅ ଆଉ ତୁମକୁ ମୋଟର ମଧ୍ୟ ଚଲେଇବାକୁ ପଡିବ। ସେଠାରେ ମଧ୍ୟ କିଛି ଲୋକ କାମ କରୁଥିଲେ, କିନ୍ତୁ ମାଇଁ କହିଛନ୍ତି ଯେ ଆଜି କ୍ଷେତର ମାଲିକର ପୁଅର ବିବାହ ଅଟେ, ତେଣୁ ସେ 15 ଦିନ ଏବେ କାମ କରିବାକୁ ଆସିବେ ନାହିଁ। ଦୁଃଖର ବିଷୟ ଯେ ମୋଟର ଚଲେଇବାକୁ ଆଉ କେହି ବି ନଥିଲେ। ମୁଁ କହିଲି କି ଠିକ ଅଛି। ମାଇଁ ତାପରେ ମୋର ପୋଷାକ ବଦଳାଇ ମୋଟର ଚଲେଇବା ପାଇଁ ପ୍ରସ୍ତୁତ ହେଇଗଲି। ମୁଁ ବାହାରକୁ ଆସିବା ଭିତରେ ହିଁ ମୋର ମାଇଁ ମତେ ଅଟକାଇ ପଚାରିଲେ, ରୋହନ, ତୁମେ ଏତେ ପ୍ରସ୍ତୁତ ହେଇ କୁଆଡେ ଯାଉଛ? ମୁଁ ଉତ୍ତର ଦେଲି କି ମାଇଁ, ମୁଁ ତ ବହୁତ ଦୁଃଖିତ ଅଟେ। ମୁଁ ମୋଟର ଆରମ୍ଭ କରିବାକୁ ଯାଉଛି। ତୁମେ ମତେ ପ୍ରସ୍ତୁତ ହେବା ଉଚିତ। ତାପରେ ଆମେ ଗୋଟେ କୌଣସି ସ୍ଥାନକୁ ଯିବା। ମାଇଁ ସାଙ୍ଗେ ସାଙ୍ଗେ ଉତ୍ସାହ ସହିତ କହିଲା କି ଆରେ ରୋହନ, ମୁଁ ମଧ୍ୟ ଏବେ ତୁମ ସହିତ କ୍ଷେତକୁ ଯିବି। ମୁଁ କ୍ଷେତରେ ବୁଲିବାକୁ ବହୁତ ଭଲ ପାଏ। ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଏବେ କ୍ଷେତ ମଧ୍ୟ ଦେଖି ନାହିଁ। ମୋର କଥା ଶୁଣିବା ମାତ୍ରେ ସେ କହିଲା କି ଏହା ଭଲ ହେବ ଯେ ମୁଁ ଘରକୁ ଯାଇ ପ୍ରସ୍ତୁତ ହୋଇ ତୁରନ୍ତ ଆସିବି। ତାପରେ ଆମେ ଦୁହେଁ ଏକାଠି ଯିବା। ମୋର ମାଇଁକୁ ଏବେ ଅପେକ୍ଷା କରିବାକୁ ଲାଗିଲି, କିନ୍ତୁ 10 ମିନିଟ ବଦଳରେ ସେ ପ୍ରସ୍ତୁତ ହେବାକୁ ପ୍ରାୟ ଅଧଘଣ୍ଟାର ସମୟ ଲାଗିଲା। ଯେତେବେଳେ ମାଇଁ କୋଠରୀରୁ ବାହାରକୁ ଆସିଲେ, ମୁଁ ତାଙ୍କୁ ଦେଖି ପୁରା ଆଶ୍ଚର୍ଯ୍ୟ ହେଇଗଲି। ସେ ଏକ ରଙ୍ଗୀନ ଶାଢୀ ଏବଂ ଗୋଟିଏ ଧଳା ବ୍ଲାଉଜ ପିନ୍ଧିଥିଲେ। ଶାଢୀର କଳା ରଙ୍ଗ ତାର ସୌନ୍ଦର୍ଯ୍ୟକୁ ଆହୁରି ଅଧିକ ଯୋଗ କରୁଥିଲା। ମାଇଁକୁ ମାତ୍ର 23 ବର୍ଷ ହୋଇଥିଲା, କିନ୍ତୁ ସେ ବହୁତ ସୂକ୍ଷ୍ମ ଏବଂ ନିର୍ଦ୍ଦୋଷ ଦେଖାଯାଉଥିଲେ। ଅନ୍ୟପଟେ ମୋର ମାମୁଁଙ୍କୁ ମାତ୍ର 30 ବର୍ଷ ବୟସ ହୋଇଥିଲା। ମୋର ମନରେ ହସି ହସି ଭାବିଲି କି ମୋର ମାମୁଁଙ୍କର ବିବାହକୁ ନେଇ ଗାଁର ଲୋକମାନେ କାହିଁକି ଆଶ୍ଚର୍ଯ୍ୟ ହେଇଗଲେ। ପୂର୍ବରୁ ମାମୁଁ ଝିଅ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗାଁର ଲୋକମାନେ କହୁଥିଲେ କି ମାମୁଁଙ୍କର ଚେହେରା ଏତେ ଆକର୍ଷଣୀୟ ନୁହେଁ। ମାମୁଁଙ୍କର ସରକାରୀ ଚାକିରି ଥିବା ସତ୍ତ୍ୱେ ହିଁ ତାଙ୍କର ବିବାହରେ ଏବେ ଅନେକ ଅସୁବିଧା ଥିଲା। କିନ୍ତୁ ଶେଷରେ ମାମୁଁ ଏତେ ସୁନ୍ଦର ଝିଅ ସହିତ ବିବାହ କଲେ, ଯାହାକୁ ଦେଖି ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆମେ ଦୁହେଁ କାରରେ ବସି ଏବେ କ୍ଷେତ ଆଡକୁ ଗଲୁ। ଆମେ ଘରୁ ଅଳ୍ପ ଦୂର ଯିବା ମାତ୍ରେ ହିଁ ମୋର ମାଇଁକୁ କହିଲି,
ଆରେ ମାଇଁ, ଆଗକୁ ଯିବା ରାସ୍ତା ପାଇଁ ବହୁତ ଖରାପ ଅଟେ। କାରକୁ ଦୃଢ ଭାବରେ ଧରି ରଖ, ନଚେତ୍ ତୁମେ ମଧ୍ୟ ପଡିଯାଇପାର। ତାପରେ ମାମୁଁ ମତେ ପାଟି କରିବେ ଯେ ମୁଁ ତୁମକୁ ଦୁଃଖିତ କରିବା ପାଇଁ କାହିଁକି ଆବଶ୍ୟକ କଲି। ମାଇଁ ଟିକେ ହସି ହସି କହିଲେ କି ନା, ମୁଁ ମାମୁଁଙ୍କୁ ସବୁ କିଛି କହିଛି ଯେ ଆମେ ଦୁହେଁ ପାଇଁ ଦୁଃଖିତ ଅଟୁ। ସେ ଆମକୁ ଯିବାକୁ ଏବେ ଅନୁମତି ଦେଇଛନ୍ତି। ତମେ ଜମା ବି ଚିନ୍ତା କର ନାହିଁ। ରାସ୍ତାଟି ବାସ୍ତବରେ ଖରାପ ହିଁ ଥିଲା। ବାଟରେ ଏକ ଭିନ୍ନ ସୁଖ ଚାଲୁଥିଲା। ଲାଗୁଥିଲା ଯେପରି ସେମାନେ ସ୍ୱାଧୀନତା ପାଇଛନ୍ତି। କ୍ଷେତର ସବୁଜତା ଏବଂ ଖୋଲା ପରିସର ଦେଖି ମାଇଁ ମଧ୍ୟ ବହୁତ ଖୁସି ହୋଇଗଲେ। ଆମେ ଦୁହେଁ ଏକ ଗଛ ତଳେ ବନ୍ଧା ହୋଇଥିବା ଦୋଳି ଉପରେ ବସିଥିଲୁ। ସେଦିନ କ୍ଷେତରେ ଆଉ କେହି ବି କାମ କରୁନଥିଲେ। କେବଳ ସେଠାରେ ଆମେ 2 ଜଣ ହେଇଥିଲୁ। ଏହି ସମୟରେ ବୋଧହୁଏ ମାଇଁ ପାଇଁ ପ୍ରଥମ ଥର ଥିଲା ଯେତେବେଳେ ସେ କୌଣସି ବାଧା ବିନା ନିଜର ଭାବନାକୁ ପ୍ରକାଶ କରିପାରନ୍ତି। ଆମେ ଦୁହେଁ ଗପସପ କରିବା ଆରମ୍ଭ କଲୁ। ମାଇଁ ମୋ ସହିତ ବହୁତ ଖୋଲାଖୋଲି କଥା ହେଉଥିଲେ। ଏହା ଦେଖି ମୁଁ ତାଙ୍କୁ ଏକ ପ୍ରଶ୍ନ ପଚାରିବାକୁ ସ୍ଥିର କଲି। ମୋର ମାଇଁଙ୍କୁ ସିଧାସଳଖ ପଚାରିଥିଲି, ଆରେ ମାଇଁ, ମତେ ସବୁ ସତ କଥା କୁହ, ତୁମେ ମାମୁଁକୁ ପସନ୍ଦ କରୁଛ କି? ମାଇଁ ଏକ ଦୀର୍ଘ ନିଶ୍ୱାସ ଛାଡି କିଛି ସମୟ ନୀରବ ରହିବା ପରେ କହିଲେ କି, ରୋହନ, ମୁଁ ତୁମକୁ ଆଉ କଣ ବା କହିବି। ମୁଁ ତୁମର ମାମୁଁକୁ ଆଦୌ ବି ପସନ୍ଦ କରେ ନାହିଁ। ତୁମର ମାମୁଁଙ୍କର କାମକୁ ଦେଖିବା ପରେ ମୋର ପିତାମାତା ହିଁ ମତେ ବିବାହ କରିଥିଲେ। ମୁଁ ମଧ୍ୟ ତାଙ୍କ ସହ ସହମତ ହୋଇଗଲି। କିନ୍ତୁ ସତ କହିବାକୁ ଗଲେ ମୁଁ ଏହି ବିବାହରେ ଜମା ବି ଖୁସି ନୁହେଁ। ତାଙ୍କର କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ମାଇଁ ମଧ୍ୟ ଆହୁରି କହିଛନ୍ତି, ମୋର ମାମୁଁଙ୍କ ସହ ମୋର ଜୀବନ ମଧ୍ୟ କଳ୍ପନା କରିନଥିଲି। କିନ୍ତୁ ମୋର ପିତାମାତାଙ୍କ ସାମ୍ନାରେ ଆଉ କିଛି ବି କହିପାରିଲି ନାହିଁ। ମୁଁ କେବଳ ତାଙ୍କର ଅନୁରୋଧରେ ହିଁ ବିବାହ କରିଥିଲି। ମୁଁ ତାଙ୍କର କଥା ଶୁଣିବା ପରେ ହିଁ କିଛି ସମୟ ଚୁପ ରହିଲି। ତାପରେ ମୁଁ କହିଲି କି ମାଇଁ, ମୁଁ ସବୁ କିଛି ବୁଝିପାରୁଛି ଯେ ଏସବୁ ତୁମ ପାଇଁ ଏବେ ଜମା ବି ସହଜ ନାହିଁ। କିନ୍ତୁ ତୁମେ ଦେଖ ଯେ ସମୟ ସହିତ ଏବେ ଜୀବନ ବଦଳି ପାରେ। ଏହା ସମ୍ଭବ ଯେ ଆପଣ ମାମୁଁଙ୍କର ପ୍ରକୃତି ଏବେ ପସନ୍ଦ କରିବା ଆରମ୍ଭ କରିପାରିବେ। ମାଇଁ ମୋର କଥାକୁ ଏବେ ଭଲ ଭାବରେ ଶୁଣିଲେ ଏବଂ ମୁଣ୍ଡ ନୁଆଁଇ କହିଲେ କି ବୋଧହୁଏ ରୋହନ ହୋଇପାରେ, କିନ୍ତୁ ବର୍ତ୍ତମାନ ମୋ ପାଇଁ ନିଜକୁ ବୁଝେଇବାକୁ ଏବେ ଚେଷ୍ଟା କରିବାକୁ ପଡିବ। ତାପରେ ମାଇଁ ମତେ ମୋର ଗାର୍ଲଫ୍ରେଣ୍ଡ ବିଷୟରେ ପଚାରିବାକୁ ଲାଗିଲେ। ମୁଁ କହିଲି କି ମୋର କୌଣସି ଗାର୍ଲଫ୍ରେଣ୍ଡ ନାହିଁ ଏବଂ ମୁଁ ଗାର୍ଲଫ୍ରେଣ୍ଡ ବନେଇବା ପାଇଁ ମଧ୍ୟ ଚେଷ୍ଟା କରି ନାହିଁ। ମୋର ମାଇଁ ଆଶ୍ଚର୍ଯ୍ୟ ହୋଇ କହିଲେ କି, ଆରେ ତୁମେ ତ ଦେଖିବା ପାଇଁ ବହୁତ ସୁନ୍ଦର ଅଟ ଏବଂ ତୁମେ ଏ ପର୍ଯ୍ୟନ୍ତ କାହାକୁ ବି ଭେଟି ନାହ। ତାପରେ ମୁଁ ମାଇଁଙ୍କୁ ପଚାରିଲି କି, ତୁମେ କେବେ କାହାକୁ ପସନ୍ଦ କରିଛ କି? ମାଇଁ କହିଲା କି, ଯଦି ମୁଁ ତୁମ ପରି କାହାକୁ ଭେଟିଥାନ୍ତି ନା, ତୁମେ ସେହି ମୁହୂର୍ତ୍ତରେ ହିଁ ପଳେଇ ଯାଇଥାନ୍ତି। ଆମେ ଦୁହେଁ ଏହା ଉପରେ ବହୁତ ହସିଲୁ। ତାପରେ ମାଇଁ କହିଥିଲେ ଯେ ସେ ଏକ ପୁଅକୁ ମଧ୍ୟ ବହୁତ ଭଲ ପାଉଥିଲେ, କିନ୍ତୁ ସେମାନଙ୍କର ଭିନ୍ନ ଜାତି ହେତୁ ସମସ୍ତେ ବିବାହର ମଧ୍ୟ ବିରୋଧ କରିଥିଲେ। ଏହି କାରଣରୁ ସେ ସାହସ ମଧ୍ୟ ଦେଖାଇ ନଥିଲେ ଏବଂ ସେ ମଧ୍ୟ ବହୁତ ନର୍ଭସ ହୋଇଥିଲେ। ଏହାପରେ ଆମେ ଦୁହେଁ ଦିନ ସାରା ଚାଟିଂ କରିବା ପରେ ଘରକୁ ଫେରିଥିଲୁ। ମୋର ମାଇଁ ଏବଂ ମୋ ମଧ୍ୟରେ ବାର୍ତ୍ତାଳାପ ହେତୁ ଆମ ମଧ୍ୟରେ ବନ୍ଧୁତାର ଏବେ ଭାବନା ବଢିଗଲା। 4 ଦିନ ପରେ ମାମୁଁ ଘରକୁ ଆସିବାରୁ ମୁଁ ମୋର ଘରକୁ ଫେରିଗଲି। ଯିବାବେଳେ ମାଇଁ ମୋର ନମ୍ବର ମଧ୍ୟ ନେଇଥିଲେ। ମାମୁଁ ଏବେ ମାଇଁ ସହିତ 4 ରୁ 5 ଦିନ ହିଁ ରହିଲେ। କିନ୍ତୁ ମାଇଁ ମୋତେ ପ୍ରତିଦିନ ଫୋନ ହିଁ କରୁଥିଲେ। ଆମେ ରାତି ପ୍ରାୟ 2ଟା ପର୍ଯ୍ୟନ୍ତ ମୋବାଇଲରେ କଥାବାର୍ତ୍ତା କରୁଥିଲୁ। ମୁଁ ମୋର ମାଇଁଙ୍କୁ କହୁଥିଲି କି, ଆରେ ମାଇଁ, ଯଦି ମାମୁଁ ଏହି ବିଷୟରେ ଜାଣନ୍ତି ତେବେ କଣ ହେବ? ତାପରେ ମାଇଁ କହିଲା କି, ଯଦି ତୁମର ମାମୁଁ ମୋ ବିଷୟରେ ଏତେ ଚିନ୍ତିତ, ତେବେ ସେ ମୋତେ ସାଙ୍ଗରେ ନେଇଯିବା ଉଚିତ ଥିଲା। ଦେଖ, ବର୍ତ୍ତମାନ ବିବାହ ହେବାର 2 ମାସ ବିତିଗଲାଣି, କିନ୍ତୁ ମୁଁ ତୁମର ମାମୁଁ ରୋମାଣ୍ଟିକ ପ୍ରେମର 2ଟି ଶବ୍ଦ ମଧ୍ୟ କୁହନ୍ତି ନାହିଁ। ଆଉ ତୁମର ମାମୁଁ ସହିତ ମୁଁ ଆଉ ରହିପାରିବି ନାହିଁ। ମୁଁ ତୁମର ମାମୁଁଙ୍କ ଠାରୁ ଏହା କେବେ ବି ଆଶା କରିନଥିଲି। ମୋର ମାଇଁଙ୍କୁ କହିଲେ କି, ତମେ ଆଦୌ ବି ଟେନସନ ନିଅ ନାହିଁ, ମୁଁ ତୁମ ସହିତ ଅଛି। ମୁଁ ତୁମର ପାଖକୁ ନିଶ୍ଚୟ ଆସିବି। ଆମେ ପୁଣି ଥରେ କ୍ଷେତକୁ ବୁଲିବାକୁ ଯିବା। ମାଇଁ ମୋର କଥା ଶୁଣି ବହୁତ ଖୁସି ହଉଥିଲି। ପରଦିନ ମୁଁ ଯେତେବେଳେ ଗଲି, ଆମେ ଦୁହେଁ କ୍ଷେତକୁ ଗଲୁ। କିନ୍ତୁ ମାଇଁଙ୍କ ମୁହଁରେ ଖୁସି ନଥିଲା। ମାଇଁ ନିରସ ହୋଇ ମତେ କ୍ରୋଧିତ ହୋଇ କହିଲେ, ଆଉ ମୁଁ ମାଇଁଙ୍କୁ ମଧ୍ୟ ବହୁତ ପସନ୍ଦ କଲି। ସେଥିପାଇଁ ମୁଁ ସ୍ଥିର କରିଥିଲି ଯେ କ୍ଷେତକୁ ଯିବା ପରେ ମୁଁ ତାଙ୍କ ପ୍ରତି ମୋର ଭାବନା ମଧ୍ୟ ପ୍ରକାଶ କରିବି। ଆମ ମଧ୍ୟରେ ସମ୍ପର୍କ ଭଣଜା ଏବଂ ମାଇଁଙ୍କର ନାହିଁ,
ବରଂ ଅନ୍ୟ କିଛି ହିଁ ଥିଲା। ଆମେ ଦୁହେଁ ଟିକେ ବଡ଼ ହୋଇ ପରସ୍ପରକୁ ବନ୍ଧୁ ଭାବରେ ବିବେଚନା କରିଥିଲୁ। ବେଳେବେଳେ ଯେତେବେଳେ ମୋର ମା ସହିତ ଫୋନରେ କଥା ହେଉଥିଲି, ମୁଁ ମଧ୍ୟ କିଛି ମଜା ହିଁ କରୁଥିଲି ଏବଂ ମାଇଁ ମଧ୍ୟ ହସି ହସି କହୁଥିଲି, ବର୍ତ୍ତମାନ ତୁମେ ଏବେ ବହୁତ ଦୁଷ୍ଟ ହେଇଗଲେଣି। ବେଳେବେଳେ ମୁଁ କହିଲି କି ଆରେ ମାଇଁ, ତୁମେ ମୋର ମାଇଁ ପରି କମ୍ ନୁହଁ ଏବଂ ମୋର ସାଙ୍ଗ ପରି ଅଧିକ ଅଟ। ମାଇଁ ସବୁବେଳେ ଏହା ଉପରେ ହସୁଥିଲେ। ଯେତେବେଳେ ଆମେ କ୍ଷେତରେ ପହଞ୍ଚିଲୁ, ଶ୍ରମିକମାନେ ଦୂରରେ ଥିଲେ ଏବଂ ମୋର ମାଇଁ ଏବଂ ମୁଁ ଆମ କ୍ଷେତରେ ଥିବା ଏକ ଗଛ ତଳେ ବସିଥିଲୁ। ମୋର ମାଇଁକୁ କହିଲି କି ମୁଁ ତୁମ ସହିତ ଏବେ କଥା ହେବା ଆବଶ୍ୟକ। ମାଇଁ କହିଲେ କି ହଁ ରୋହନ, ମତେ କୁହ। ମାଇଁଙ୍କର ହାତ ଧରି ମୁଁ କହିଲି କି ମାଇଁ, ମୁଁ ତୁମକୁ ଏବେ ବହୁତ ପସନ୍ଦ କରେ ଆଉ ତୁମକୁ ଦେଖିବା ପରେ ହିଁ ମୁଁ ଆରାମ ଅନୁଭବ କରେ ନାହିଁ। ମୁଁ ସବୁବେଳେ ତୁମ ବିଷୟରେ ହିଁ ଭାବୁଛି। ଏହାପରେ ମୋର ମାଇଁ ମଧ୍ୟ ଜୋରରେ ହସିବାକୁ ଲାଗିଲେ ଏବଂ କହିଲେ କି ଆରେ ରୋହନ, ତୁମେ ଏବେ କଣ କହୁଛ? ତୁମେ ମତେ ପ୍ରେମ କରୁଛ କି? ମୁଁ ଆଣ୍ଠେଇ ଦେଇ ହଁ ହିଁ କହିଲି। ମାଇଁ କହିଲେ କି ଦେଖ, ଆମ ଯୁଗରେ ଏକ ପାର୍ଥକ୍ୟ ଅଛି, ତଥାପି ମୁଁ ତୁମର ମାଇଁ ଅଟେ। ଆମ ସାଙ୍ଗମାନଙ୍କ ପରି କଥାବାର୍ତ୍ତା କରୁ, କିନ୍ତୁ ଆମ ମଧ୍ୟରେ ଏକ ସ୍ପଷ୍ଟ ସମ୍ପର୍କ ଅଛି। ମାଇଁ ଏଠାରେ ମଧ୍ୟ କହିଛନ୍ତି ଯେ ତାଙ୍କର ସ୍ୱାମୀ ଏବେ ରୋମାଣ୍ଟିକ ନୁହନ୍ତି, କିନ୍ତୁ ଏହି କାରଣରୁ ମୁଁ ଅନ୍ୟ କିଛି ଏବେ ଅନୁମୋଦନ କରିପାରିବି ନାହିଁ। ତୁମେ କେବଳ ଆଘାତ ପାଇଛ ବୋଲି ସେ କହିଛନ୍ତି। ମୋର ମାଇଁକୁ କ୍ଷମା ମାଗିଲେ ଏବଂ କହିଲେ କି ମାଇଁ, ତୁମେ ପ୍ରକୃତରେ ବହୁତ ସୁନ୍ଦର ଅଟ, ତେଣୁ ମୁଁ ତୁମକୁ ଏବେ ମୋର ଭାବନା ହିଁ କହିଲି। ଏବଂ ମାଇଁ ଟିକେ ଶାନ୍ତି ହୋଇଗଲେ। ତାଙ୍କ ଆଖିରେ ତଥାପି ଦୁଃଖର ଛାୟା ହିଁ ଥିଲା। ଆଉ ମୁଁ ତାଙ୍କର ମନ କଥାକୁ ଭଲ ଭାବରେ ବୁଝିପାରୁଥିଲି। ମୁଁ ତାଙ୍କ ହୃଦୟରେ କଣ ଘଟୁଛି ବୁଝିପାରିଲି ନାହିଁ। ଏହି ସମୟରେ ମୋର ଆଖି ମୋର ମାଇଁଙ୍କର ଫୋନ ଉପରେ ଥିବା ଏକ ଫଟୋ ଉପରେ ପଡ଼ିଗଲା। ଫଟୋରେ ଜଣେ ଝିଅ ଥିଲେ, ଯିଏକି ମାଇଁଙ୍କ ପରି ଜଣେ ସୁନ୍ଦର ଝିଅ ଥିଲେ। ମୋର ମାଇଁଙ୍କୁ ଆଗ୍ରହରେ ପଚାରିଲେ କି ସେ କିଏ ଅଟନ୍ତି? ମାଇଁ ହସି ହସି ଉତ୍ତର ଦେଲେ, ଏହା ମୋର ସାନ ଭଉଣୀ ପୂଜା ଅଟେ। ସେ ଆମର କନିଷ୍ଠ ଏବଂ ସବୁଠାରୁ ଖେଳାଳି ସଦସ୍ୟ ଅଟେ। ମାଇଁ ମତେ ଏବଂ ପୂଜା ପରସ୍ପରକୁ ପରିଚିତ କରେଇଲେ। ଧୀରେ ଧୀରେ ମୁଁ ପୂଜାଙ୍କ ସହ କଥା ହେବାକୁ ଲାଗିଲି। ପୂଜା ତାଙ୍କ ମାଇଁଙ୍କ ପରି ମଜାଳିଆ ଏବଂ ଆକର୍ଷଣୀୟ ଥିଲେ। ତାଙ୍କର ନିର୍ଦ୍ଦୋଷତା ଏବଂ ଶକ୍ତି ତାଙ୍କ ପ୍ରତି ମତେ ଆକର୍ଷିତ କଲା। ମାଇଁ ମତେ ଆମ ମଧ୍ୟରେ ବନ୍ଧୁତାକୁ ଉତ୍ସାହିତ କରିଥିଲେ ଏବଂ ଆମ ଦୁହିଁଙ୍କ ସହ ଖୋଲାଖୋଲି ଭାବରେ କଥା ହେବେ। ଗୋଟେ ରାତିରେ ମାଇଁ, ପୂଜା ଏବଂ ମୁଁ ଗୋଟେ କୋଠରରେ ଶୋଇବାକୁ ବସିଥିଲୁ। ଆମେ ତିନି ଜଣ ବହୁତ କଥା ହୋଇ ପୁରାଣା କାହାଣୀ ମଧ୍ୟ କହିଲୁ। କିନ୍ତୁ ମୋର ଆଖି ବାରମ୍ବାର ମାଇଁଙ୍କ ଆଡକୁ ହିଁ ଗଲା ଆଉ ତାଙ୍କ ହାତ ମୋର ହୃଦୟରେ କିଛି ଅଲଗା ଅନୁଭବ କରୁଥିଲି। ମୁଁ ଅନୁଭବ କଲି ଯେ ମୁଁ ତାଙ୍କ ପ୍ରେମରେ ଏବେ ପଡ଼ିଯାଇଛି ଆଉ ମୁଁ ତାଙ୍କୁ ଭୁଲିବାକୁ ମଧ୍ୟ ଜମା ବି ଚେଷ୍ଟା କରୁନାହିଁ। ମୁଁ ଧୀରେ ଧୀରେ ମୋର ମାଇଁକୁ ମୋର ଭାବନା ପ୍ରକାଶ କରିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ସେ ମୋର କାର୍ଯ୍ୟକଳାପକୁ ବୁଝିନେଲେ। ମାଇଁ ମତେ ହାଲକା ଭାବରେ ସ୍ପର୍ଶ କରି କହିଲେ କି ରୋହନ, ଏଠାରେ କୌଣସି ଆଉ ପ୍ରେମ ନାହିଁ। ତୁମେ ମୋ ସହିତ ଏବେ ସଂଯୁକ୍ତ ଅଟ, ସେଥିପାଇଁ ତୁମେ ଏହିପରି ଅନୁଭବ କରୁଛ, କିନ୍ତୁ ସମ୍ପର୍କର ପବିତ୍ରତା ବୁଝ। ମୁଁ ତୁମର ମାଇଁ ଅଟେ ଏବଂ ସର୍ବଦା ସେପରି ହିଁ ହୁଅ। ମାଇଁଙ୍କର କଥା ମତେ ବହୁତ ଆଘାତ କଲା ଆଉ ମାଇଁ ମତେ ଏମିତି କହିବେ ବୋଲି ମୁଁ କେବେ ବି ଭାବିନଥିଲି। ମୁଁ ଭାବିବାକୁ ମଧ୍ୟ ବାଧ୍ୟ ହୋଇଗଲି ଯେ ମୋର ପ୍ରିୟ ସମ୍ପର୍କକୁ କେବେ ବହୁତ ଦୃଷ୍ଟିକୋଣରୁ ଦେଖିବା ପାଇଁ ବହୁତ ଚେଷ୍ଟା କଲି। ମାଇଁ ବୁଝେଇବା ପରେ ମୋର ଭାବନାକୁ ଏବେ ନିୟନ୍ତ୍ରଣ କଲି। ମାଇଁ ମୋର ଏବଂ ପୂଜାଙ୍କର ବନ୍ଧୁତାକୁ ଗୋଟିଏ ପାଦ ଆଗକୁ ନେବାକୁ ଅନୁମତି ଦେଲେ। ଧୀରେ ଧୀରେ ପୂଜା ଏବଂ ମୁଁ ପରସ୍ପରର ନିକଟତର ହେଲୁ। ଆମେ ତାପରେ ବିବାହ ମଧ୍ୟ କଲୁ ଏବଂ ମୋର ମାଇଁ ହେତୁ ଏସବୁ ସମ୍ଭବ ହୋଇଥିଲା। କିନ୍ତୁ ମାଇଁ ସବୁବେଳେ ମୋର ସର୍ବୋତ୍ତମ ବନ୍ଧୁ ରହିଲେ। ସମ୍ପର୍କର ଗଭୀରତା ବୁଝିବା ଏବଂ ସେମାନଙ୍କର ପବିତ୍ରତା ବଜାୟ ରଖିବା କେତେ ମହତ୍ଵ ଅଟେ, ତାହା ସେ ମତେ ଶିଖାଇଥିଲେ। ଆଜି ବି ଯେତେବେଳେ ମୋର ମାଇଁ ସହିତ ବସି ପୁରୁଣା ସମୟ ବିଷୟରେ କଥାବାର୍ତ୍ତା କରେ, ତାଙ୍କର ହସ ଏବଂ ପରାମର୍ଶ ମତେ ପ୍ରେରଣା ହିଁ ଦିଏ। ବନ୍ଧୁଗଣ, ମୁଁ ଆଶା କରୁଛି ମୋର এই କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସମସ୍ତ ପାଖକୁ ସେୟାର କରନ୍ତୁ।